पिला माने जय जगन्नाथ। आज मैं पुणी देखा नूतन विषय जहाँकि साहित्यर भाषी जे आमर कागज टंगा। भाषी जे आमर छोट बेले समस्ते कागज डंगा तैयारी करुथिबे। सेही कागज डंगा ऊपर आज हमें पाठ ही पढ़िबा। देख बहुत सुंदर भाव में बुझा जीव भाषी जे आमर कागज डंगा। पिला माने तमे जते बेले छोट पिला तो अछ बरसा जते बेले वर्षा होउथिबो सेही समय रे आमे माने आमर समाज पेपर जो थाए ताकू आमे आनिकी ताकू भांगी की ताकू आमे कागज डंगा तैयारी करू एवं से कागज डंगा तैयारी करिकी आमे पानी रे भसू। सेही कागज डंगा विषय रे कविता टिए छोट कविता टिए एठी कवि लेखि बुझेला। सीधा जीवा आमे टॉपिक ऊपर से विषय रे आमे बुझिबार चेष्टा करिबा। पवन बहुची झिपी झिपी मेघ बरसई। एका बेलके बुझे ही दे जाउछि। पवन बहुची झिपी झिपी मेघ बरसई। जेते बेले वर्षा हुए ठीक सेही समय रे आकाशरू बिजुली मारे घड़घड़ी मारे एवं ताहा सह पवन मध्य बहे। एटा हला वर्षा ऋतुर लक्षण। कारण वर्षा ऋतु हेले वर्षा ऋतु हेले वर्षा ही हुए। सेमती कवि लिखुछंती जे पवन से जो समय रे पवन बहुची सेही समय रे टिकी टिकी झिपी झिपी वर्षा मध्य होउची एवं मेघ मध्य सेही समय रे होउची। बुझि पाइले? पवन बहुची पवन सुलुसुलिया पवन बहुची। जेमिति आमे सुलुसुलिया पवन बहिले हमको जाड़ा लगे शीत लगे सेमती ठीक सेही परि भाबरे वर्षा दिने वर्षा होउची एवं तास पवन मध्य बहुची। बिजुली चमके घड़ी डाके रही रही। पिला माने देख बिजुली चमके घड़घड़ी डाके रही रही माने कोन? बिजुली आकाश रे चमकुची बिजुली झकमक झकमक होउची वर्षा होउची एवं आमे माने तादरे कागज डंगा करी आमे हम गाँव रोड रे भसौ कि हमर ड्रेन अछि ड्रेन रे मध्ये भसौ एवं हमर जो पडिया रे अछि से पडिया रे मध्ये आमे माने भिजी जाई सेठी भसौ। बिजुली मारुची घड़घड़ी मध्ये मारुची घड़घड़ी मध्ये चकचक मारुची आस्ते 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 गोटी के पर गोटी घड़घड़ी मारुची। सेही विषय रे एठी कवि वर्णना करछन। बुझि पाइले? केते मजा लागे मजा लागे ओळीरू बरसा पड़े झरी। ओळीरू बरसा पड़े झरी। पिला माने देखो जेते बेले
ଗାଁ ଗାଉଁଲିରେ ତ ଚାଳ ଘର ଅଛି, ବର୍ତ୍ତମାନ ଏବେ ତ ସବୁ ଛାତ ଘର ସବୁଆଡେ ହେଲାଣି। ଯଦି ସେ ଛାତ ଘର ବି ହଉ, ଛାତର ଶେଷ ସୀମାରେ ଯୋଉ ପାଣିଟା ପଡେ ତାକୁ କୁହାଯାଏ ଓଳି ପାଣି। ଚାଳ ଘର ମାନଙ୍କରେ ଦେଖିବ ଚାଳ ଛପର ଘର, ଏଇଟା ଚାଳ ଛପର ଘର, ଏଇଟା ଚାଳ ଛପର ଘର। ଏଇଟା ଚାଳ ଛପର ଘର। ଚାଳ ଛପର ଘର। ଚାଳ ଛପର ଘର। ବୁଝିଗଲା ତ? ଏଟା ଚାଳ ଛପର ଘର। ୟାର ଧିଅରୁ ଯୋଉ ପାଣି ଗୁରା ଝରିକି ପଡେ ତାକୁ କୁହାଯାଏ ଓଳି। କେତେ ମଜା ଲାଗେ ଓଳିରୁ ବରଷା ପଡେ ଝରି। ଯେତେବେଳେ ବର୍ଷା ସମୟରେ ବର୍ଷା ଯେତେବେଳେ ପଡେ ତାହା ଆମ ଚାଳ ଦେହରେ ପଡିକି ତଳେ ମଧ୍ୟ ପଡେ, ଏ ତଳେ ମଧ୍ୟ ପଡେ। କେତେ ମଜା ଲାଗେ, ବହୁତ ଖୁସି ଲାଗେ। ଯେତେବେଳେ ଦେଖିଥିବ ବର୍ଷା ସମୟ ଯେତେବେଳେ ଆସେ ଆମକୁ ଭାରି ଖୁସି ଲାଗେ, ଏବଂ ତା ଦେହରେ ଆମେ ବର୍ଷା ପାଣିରେ ଆମେ ସମସ୍ତେ ବି ଭିଜୁ, ସମସ୍ତେ ନାଚୁ, ବହୁତ ଖୁସି ଲାଗେ, ବହୁତ ମଜା ଲାଗେ ସେତେବେଳେ। ସେଇ ସମୟ ଏଇବେଳେ ସେଇ ସମୟର କଥା କବି ଏଠାରେ ବର୍ଣ୍ଣନା କରିଛନ୍ତି। ଫୁଟି ଭାସି ଯାଏ ପାଣିରେ ଫୋଟକା ଅସୁମାରୀ। ପିଲାମାନେ ମନ ଦେଇକି ଦେଖ, ଫୁଟି ଭାସି ଯାଏ। ଫୁଟି ଭାସି ଯାଏ କଣ ଦେଖିବ, ଯେତେବେଳେ ବର୍ଷା ପାଣି ନାଳରେ ପଡୁଛି କିମ୍ବା ଆମ ଘର ଦୁଆର ସାମ୍ନାରେ ପଡୁଛି, ସେ ବର୍ଷା ପାଣି ଯେତେବେଳେ ପଡେ ତଳ ଯେତେବେଳେ ପଡେ ସେ ଫୋଟକା ବାହାରିଯାଏ। ଫୋଟକା ହେଇକି ଫୋଟକାଟା ଆଗକୁ ଆଗକୁ ଯାଏ। ଦେଖିଥିବ ପିଲାମାନେ, ନିଶ୍ଚିତ ଦେଖିଥିବ। ସେଇ ଫୋଟକା କଥା ମଧ୍ୟ ଏଠି କୁହାଯାଇଛି ନା, ଯେତେବେଳେ ଫୋଟକା ଭାସିଯାଏ ପାଣିରେ ଫୋଟକା ଭାସି ଭାସି ବହୁତ ଦୂରକୁ ଚାଲିଯାଏ ଏବଂ ଲକ୍ଷାଧିକ ଫୋଟକା ମଧ୍ୟ ଭାସେ। ସେଇ କଥା ଏଠି ମଧ୍ୟ ଜଣାଯାଇଛି। ଫୁଟି ଭାସିଯାଏ ପାଣିରେ ଫୋଟକା ଅସୁମାରୀ। ବହୁତ ସାରା ଫୋଟକା ଯେତେବେଳେ ବର୍ଷା ପଡେ, ପାଣି ଯେତେବେଳେ ବର୍ଷା ଜଳ ପଡେ ଆମର ଚଟାଣ ଦେହରେ, ବହୁତ ସାରା ଫୋଟକା ଖେଳି ଯାଇଥାଏ। ବୁଝିହେଲା? ଭାସି ଯା ମୋର କାଗଜ ଡଙ୍ଗା ଭାସି ଯା। ଭାସିଯା ମୋର କାଗଜ ଡଙ୍ଗା ଭାସିଯା। ସେ ତା ନିଜ ଡଙ୍ଗାକୁ କହୁଛି, କବି ନିଜ ଡଙ୍ଗାକୁ କହୁଛନ୍ତି, ଆରେ ଡଙ୍ଗା ତୁ ଜମା ବି ଡର ନାହିଁ, ତୁ ଆଗକୁ ଆଗକୁ ଚାଲ। ସେମିତି ପିଲାମାନେ ତମେ ଜମା ବି ପାଠକୁ ଡର ନାହିଁ, ଆଗକୁ ଆଗକୁ ପାଠ ପଢିଚାଲ। ପାଠ ପଢିଲେ ଦୁନିଆରେ ଭଲ ମଣିଷଟିଏ ହବ ଏବଂ ଆମ ଓଡିଶାର, ଆମ ଦେଶର ନାଁ ହିଁ ରଖିବ। ବୁଝିପାରିଲ? ବହୁତ ସରଳ ଭାବରେ ବୁଝଉଛି। ନିଶ୍ଚିତ ମନ ଦେଇକି ପାଠ ପଢ, ନିଶ୍ଚିତ ଶୁଣ ଏବଂ ପାଠ ପଢିବାକୁ ହିଁ ଚେଷ୍ଟା କର। ଡରି ଯିବୁ ନାହିଁ, ଡରି ଯିବୁ ନାହିଁ, ଆକାଶରେ ଦେଖି ମେଘ ଭାର। দেখি মেঘ ভার। ଡରି ଯିବୁ ନାହିଁ, ହେ ମୋର କାଗଜ ଡଙ୍ଗା, ତୁ ଜମା ବି କାହାକୁ ଡର ନାହିଁ ଏବଂ ତୁ ଆଗକୁ ଆଗକୁ ଯା।
କାହାକୁ ଡରିବୁ ନାହିଁ। ତୁ ଆକାଶରେ ଦେଖିବୁ ଯେତେବେଳେ ମେଘ ଖଣ୍ଡ ଭାସି ଯାଉଥିବ ତାକୁ ଦେଖି ଜମା ବି ଅଟକିବୁନି, ତୁ ଆଗକୁ ଆଗକୁ ଚାଲ। ବୁଝିପାରିଲ ତ? ତୁ କାହାକୁ ନ ଡରିକି ନିର୍ଭୟରେ ତୁ ଚାଲ। ସେମିତି ପିଲାମାନେ ତମେ ନିର୍ଭୟରେ ପାଠ ପଢ, ମନ ଦେଇକି ପାଠ ପଢ। ବୁଝିହେଲା? କିଛି ଡରିବାର କିଛି ନାହିଁ। ବାପା ଚଳୁଛନ୍ତି ଘର, ମା ବି ଅଛନ୍ତି। ଯଦି ନ ବୁଝିପାରିବ ମାକୁ ପଚାର, ବାପାଙ୍କୁ ପଚାର, ମତେ ବି କମେଣ୍ଟ ସେକ୍ସନରେ କମେଣ୍ଟ କର, ଯାହା ଅସୁବିଧା ଅଛି ମୁଁ ମଧ୍ୟ ବୁଝେଇପାରିବି। ବୁଝିପାରିଲେ ତ? ଡରି ଯିବୁ ନାହିଁ ଆକାଶରେ ଦେଖି ମେଘମା। କାହାକୁ ଡରିବୁ ନାହିଁ। ଆକାଶରେ ଦେଖି ମେଘମା। ମେଘ ଖଣ୍ଡ ଭାସି ଯାଉଛି, ବା ମାନେ ପବନ। ତୁ ପବନକୁ ଡରିବୁ ନାହିଁ, କି ଆକାଶରେ ଘଡଘଡି ମାରୁଛି ତାକୁ ବି ଦେଖି ଡରିବୁ ନାହିଁ, କିମ୍ବା ମେଘ ଖଣ୍ଡ ଯୋଉ ଆକାଶରେ ଭାସୁଛି ତାକୁ ମଧ୍ୟ ଦେଖି ଡରିବୁ ନାହିଁ। ପିଲାମାନେ ତମେ ମଧ୍ୟ ପାଠକୁ କେବେ ଡର ନାହିଁ। ଝୁଲି ଝୁଲି ତୁହି, ଝୁଲି ଝୁଲି ତୁହି ଦୂରକୁ ଦୂରକୁ ଯା ଭାସି। ଦୂରକୁ ଯା ଭାସି। ବୁଝିପାରିଲ? ଝୁଲି ଝୁଲି ଯେମିତି ଆମେ କାଗଜ ଡଙ୍ଗାଟିଏ ଭସେଇ ଦଉଛୁ, ସେ ଏପଟ ସେପଟ ହେଇକି ନଈ ନଈକି ଚାଲେ ଫେରେ ଭାସିଯାଏ, ସେଇ କଥା କୁହାଯାଉଛି। ନା ଝୁଲି ଝୁଲି ତୁ ଦୂରକୁ ଦୂରକୁ ବହୁତ ଦୂରକୁ ଚାଲିଯା। ତୁ ଝୁଲି ଝୁଲିକି ନା ଝୁଲି ଝୁଲି ତୁ ହିଁ ଦୂରକୁ ଦୂରକୁ ଯା ଭାସି। ତୁ ନା ତୁ ଢଳି ପଡ, ନା ତୁ ନଉଟି ଯା, ନା ତୁ ଚିରି ଯା। ତୁ କିନ୍ତୁ ହଲି 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 ଆଗକୁ ଆଗକୁ ଚାଲ ଭାରି। ସେମିତି ମନ ଲଗେଇ ପାଠ ପଢ। ତମେ ମଧ୍ୟ କ୍ଲାସକୁ କ୍ଲାସ ଉନ୍ନତି ହେଇକି ସବୁ ବିଷୟବସ୍ତୁ ଜାଣ, ପାଠ ପଢ ଏବଂ ଭଲ ନମ୍ବର ହିଁ ରଖ। ଡଙ୍ଗାରେ ତୋତେ ମେଲାଣି ଦେଲି ମୁଁ ହସି ହସି। ହେଲା? ଡଙ୍ଗାରେ ତୋତେ, ହେ ମୋର କାଗଜ ଡଙ୍ଗା, ତୋତେ ମୁଁ ହସି ହସିକି ନା ତୋତେ ମୁଁ ହସି ହସିକି ଆଗକୁ ଆଗକୁ ଯିବା ପାଇଁ କହୁଛି। ବୁଝିପାରିଲ ତ? କେତେ ଭଲ ଭାବରେ କବି ଏଠି ବର୍ଣ୍ଣନା କରିଛନ୍ତି। ବହୁତ ସୁନ୍ଦର ଭାବରେ ପିଲାମାନେ, ବହୁତ କିଛି ବି ଅସୁବିଧା ନାହିଁ। ଛୋଟ ବିଷୟ, ବହୁତ ଶୀଘ୍ର ବୁଝିଯିବ। ଦେଖିବା, ଏଇ ସମୟ ପାଇଛ ପିଲାମାନେ, ବର୍ତ୍ତମାନ ସମୟ ପାଇଛ, ପୁରା ମନ ଖୁସିରେ ହିଁ ପାଠ ପଢ। ଖାଅ ପିଅ କିଛି ନାହିଁ, କିନ୍ତୁ ପାଠ ପଢ। ବୁଝିପାରିଲ ତ? ମନ ଖୁସିରେ ହିଁ ପାଠ ପଢ। ମନେ ରଖ ପିଲା, ଆଜି ଯୋଉ ସମୟ ଅଛି କାଲି ସେ ସମୟ ଆସିବନି। ଏ ସମୟର ସଦୁପଯୋଗ ହିଁ କର ଏବଂ ଆଗକୁ ପାଠ ପଢି ଭଲ ବାଟରେ ଯିବାକୁ ଚେଷ୍ଟା କର। ସମାଜରେ ଭଲ ମଣିଷଟିଏ ବାହାର। ଏହା ହିଁ ଏଇ ପାଠ ପଢାରେ ବାର୍ତ୍ତା ଦେଇ ମୁଁ ତମମାନଙ୍କୁ ଜଣାଉଛି, ତମେ ଆଗକୁ ଭଲ ନାଁ ହିଁ କର। କାର୍ତ୍ତିକ ମାସେ ବୋଇତ ମେଲାଇ ଦରିଆରେ, କାର୍ତ୍ତିକ ମାସେ ମେଲାଇ ଦରିଆରେ ସେ କଣ କହୁଛି ନା କାର୍ତ୍ତିକ ମାସରେ, ନା ଯେତେବେଳେ ଆମର ପଞ୍ଚୁକ ସମୟ କାର୍ତ୍ତିକ ମାସ ଆସେ, ସେତିକି ବେଳେ ସେ କାର୍ତ୍ତିକ ମାସରେ ବୋଇତ ମେଲାଇ ଦରିଆରେ, ଯେତେବେଳେ କାର୍ତ୍ତିକ ମାସ ଆସେ ସେତେବେଳେ ଆମର ବୋଇତ ମାନେ ଡଙ୍ଗା, ଏ ଡଙ୍ଗା ନେଇକି ଦରିଆରେ ଯାଆନ୍ତି ଆର ପାରିକୁ ସାଧବ ପୁଅ ମାନେ। ଆମର ଏବେ ଜାଣିଛ ବାଲିଯାତ୍ରା କଟକରେ ବହୁତ
आम टोटाली भारत वर्ष रे प्रसिद्ध एवं वर्ल्ड रे मध्य प्रसिद्ध विश्व रे मध्य प्रसिद्ध कटकर ऐतिहासिक बालीजात्रा। ए बालीजात्रा लक्ष्य कौन होची यार मुख्यतः उद्देश्य होची जे साधव पुओ माने से माने वाणिज्य करने जाती अन्य देश मानक यही बोईत माध्यम बुझिपारे तो जेमिति एबे तो हमर जहाज पानी जहाज हो गलानी सेमिति आगरु बोई साधव पुओ माने जाउथले वाणिज्य कारोबार करिया हला कार्तिक मासे बोईत मेलाई दरिया रे एही कार्तिक मासरे बोईत बोईत जो डंगा को कहती बोईत ताकू दरिया रे हाउला हले जांती साधवे आमर देख जाइथिले दूर देश पारे जाइथिले दूर देश पारे कौन कहते साधव पुओ माने दूर देश को वाणिज्य कारोबार करने जाती तुम्हें छोट अच्छ काली सकाळे पाठ पढ़ी किए नौ वाणिज्य केन्द्र रे चाकरी करिवो किए नौसेना रे चाकरी करिवो सेमाने मध्य दूर देश को जीवो बुझी पानी तो तेणु करी वर्तमान ही पाठ पढ़ झड़ तोफान को नथिला तांकर तिले डर नथिला तांकर तिले डर ये जो साधव पुओ माने अछंती ये साधव पुओ माने झड़ तोफान को बात्या को जमा भी डर नथिले एवं सी आग को आगु चलुथिले झड़ तोफान को नथिला तांकर तिले डर कहा डर नथिला ना साधव पुओ मानकर डर ही नथिला सी जहा होची वर्षा होची हो कि बहुत बेगरे पवन होची हो आमे वाणिज्य करिया को जिबा सेठी वाणिज्य करिकि आम देश को मध्य आमे आनिबा बुझि पाइलो आम देश को धन नेकी अन्य देशरु आम देश को आसीबा एहा थिला साधव पुओ मानकर लक्ष्य आम देश रे जहा भी रप्तानी होउथाय ताकू नेकी अलगा देश रे प्रचार प्रसार करिबा बुझिया कथा आसुथिले फेरी आसुथिले फेरी आषाढ़ सारी कारोबार पुणी कौन लिखला ना आसुथिले फेरी से देश को जाइकी से देशरु पुणी आम देश को आसुथिले आषाढ़ सारी कारोबार आषाढ़ ऋतु रे पुणी वर्षा पवन समय रे से माने आम देश को मध्य आसुथिले देख केते साहसी आमर साधव पुओ माने बुझी पाइला तो केते साहसी आम साधव पुओ माने आसुथिले फेरी आषाढ़ रे सारी कारोबार बुझिला तो तुम्हें माने जेमती वर्षा होची मानुन स्कूल जाउछो सेमती साधव पुओ माने सेटिकी जाइकी वाणिज्य कारोबार करी अन्य देश रे सेटू पैसा पत्र नहीं कि आम देश को आसुथिले बोईते भरी बोईतरे भरी धन दौलत
ହୋଇ ଖୁସି ନା ବୋଇତରେ ଭରି ବୋଇତରେ ବା ଡଙ୍ଗା ଧିରେ ଧନ ଦୌଲତ ସବୁ ନେଇକି ଆମ ଦେଶକୁ ଆସୁଥିଲେ। ବୁଝିଲା ତ? ଫେରୁଥିଲେ ଘରେ ଦରିଆ ପାରିକୁ ମିଳିମିଶି। ଫେରୁଥିଲେ ଘରେ ଦରିଆ ପାରିକୁ ମିଳିମିଶି। ପୁଣି ସମସ୍ତେ ବାଣିଜ୍ୟ କରିବାକୁ ଯାଇକି ପୁଣି ସମସ୍ତେ ଏକାଠି ହେଇକି ଘରକୁ ଆସୁଥିଲେ। ଘରକୁ ଆସିଲେ ପୁଣି ତାଙ୍କର ପିଲା ଛୁଆ ଯାହା ଅଛନ୍ତି ସେମାନେ ତାଙ୍କୁ ଦେଖି ବହୁତ ଖୁସି ଅନୁଭବ କରିବେ। ଆମେ ଯେମିତି ପାଠ ପଢିବାକୁ ତମେ ଯେମିତି ପାଠ ପଢିବାକୁ ସ୍କୁଲକୁ ଯାଉଛ, ସ୍କୁଲରେ ପାଠ ପଢି ପୁଣି ଘରକୁ ଆସୁଛ, ସେମାନେ ମଧ୍ୟ ସେମିତି। ବୋଇତ ମଙ୍ଗେ ବୋଇତ ମଙ୍ଗେ ଶୁଭ ନାରିକେଳ ଜଳ ଢାଳେ। ବୋଇତ ମଙ୍ଗେ ମାନେ କଣ ନା ଯେତେବେଳେ ବୋଇତର ସମସ୍ତେ ଆସନ୍ତି ସେତେବେଳେ ତାଙ୍କର ସାଧବ ପୁଅ ମାନଙ୍କର ସ୍ତ୍ରୀ ବୁଝିପାରିଲ ତାଙ୍କୁ ବନ୍ଦାପନା କରିକି ପାଛୋଟି ଆଣନ୍ତି ଘରକୁ, ପୁଣି ସସମ୍ମାନରେ ପାଛୋଟି ଆଣନ୍ତି। ଝିଅ ବୋହୂ ମିଶି ବନ୍ଦାଉଥିଲେ ଦୀପ ଜାଳି। ଝିଅ ବୋହୂ ମିଶି ବନ୍ଦାଉଥିଲେ ଦୀପ ଜାଳି। ବୁଝିଲା? ଝିଅ ବୋହୂ ମିଶି ବନ୍ଦାଉଥିଲେ ଦୀପ ଜାଳି। ତାଙ୍କର ବୋହୂ ଏବଂ ସ୍ତ୍ରୀ, ତାଙ୍କର ଝିଅ କିମ୍ବା ତାଙ୍କର ସ୍ତ୍ରୀ ମାନେ ତାଙ୍କ ମାନଙ୍କୁ ପୂଜା କରୁଥିଲେ, ପୂଜା କରିକି ଘରକୁ ପାଛୋଟି ଆଣୁଥିଲେ। ବୁଝିଲା ତ? ଏଇ କଥା ହିଁ ଏଠି ବର୍ଣ୍ଣନା କରାଯାଇଛି। ପିଲାମାନେ ଦେଖ, ଏ ବିଷୟକୁ ଦୁଇଥର ପାଠ ପଢ, ଦୁଇଥର ପଢ ଏବଂ ଦୁଇଥର ପଢିଲା ପରେ ତାକୁ ବୁଝିଯିବେ। ବୁଝିଗଲା? ଦୁଇଥର ପାଠ ପଢିଲେ ନିହାତି ଭାବରେ ବୁଝିଯିବେ। ପାଠ ଜମା ବହୁତ କଷ୍ଟ ଜିନିଷ ନୁହେଁ। ପାଠକୁ ପଢିବାକୁ ଚେଷ୍ଟା କର, କାରଣ ଆମେ ମାନେ ମଧ୍ୟ କଷ୍ଟ କରୁଛୁ। ଦି ଅକ୍ଷର ପାଠ ପଢିଲେ ତୁମେ ତୁମର ବାପା ମା ମାନଙ୍କର ନାଁ ରଖିପାରିବ ଏବଂ ଆଗାମୀ ସମାଜରେ କିଛିଟା ଭଲ କାମ କରିପାରିବ। ଆଗାମୀ ଦିନରେ କିଛିଟା ଭଲ କାମ କରି ଆମ ଦେଶର ନାଁ ରଖିପାରିବ। ଯାଇଛି ସେକାଳ ଆସିଛି ରେ ଏବେ ନୂଆ ବେଳ। ସେକାଳ ଆସିଛି ରେ ଏବେ ନୂଆ ବେଳ। ବୁଝିପାରିଲ? ଯାଇଛି ସେକାଳ, ପୂର୍ବ ଦିନ ଯାଇଛି ଭାରି, ଆସିଛି ଆସୁଛି ଏବେ ନୂଆ ବେଳ। କାରଣ ପୂର୍ବ ବେଳ ଯାଇଛି, ନୂଆ ବେଳ ବର୍ତ୍ତମାନ ଆସିଯାଇଛି। ପାରାଦୀପେ ଆସି
ପାରାଦୀପେ ଆସି ଲାଗଇ ଜାହାଜ ଲାଗଇ ଜାହାଜ ଭେଳା ଭେଳା ଯାଇଛି ସେକାଳ ଆସିଛି ରେ ଏବେ ନୂଆ ବେଳା। ପୂର୍ବରୁ ଯାହା ପ୍ରଥା ଥିଲା ସେ ପ୍ରଥା ନାହିଁ। ଆଉ ସାଧବ ପୁଅ ମାନେ ବାହାରକୁ ଯାଉନାହାନ୍ତି ବାଣିଜ୍ୟ କାରବାର କରିବାକୁ। ଯୁଗ ପରିବର୍ତ୍ତନ ହେଲାଣି, ସମାଜ କିଛି ପରିବର୍ତ୍ତନ ହେଲାଣି। ବର୍ତ୍ତମାନ ସମସ୍ତେ ନେଭିରେ ଚାକିରି କଲେଣି। ଚାକିରି କରିକି ବାହାର ଦେଶକୁ ଯାଇକି ପୁଣି ସେମିତି ଆସୁଛନ୍ତି, ବାଣିଜ୍ୟ କାରବାର କରିକି ଆସୁଛନ୍ତି। ଯାଇଛି ସେକାଳ ଆସିଛି ରେ ଏବେ ନୂଆ ବେଳା। ପାରାଦୀପେ ଆସି, ପାରାଦୀପ ବନ୍ଦର ପିଲାମାନେ ଦେଖିଥିବ, ଯେତେବେଳେ ସ୍କୁଲ ଛୁଟି ରହିବ ତୁମେ ତୁମର ବାପା ଏବଂ ମା ମାନଙ୍କ ସହିତ ବୁଲିବାକୁ ପାରାଦୀପ ଯାଆନ୍ତୁ। ପାରାଦୀପରେ ଗୋଟେ ବନ୍ଦର ଅଛି, ଯୋଉଠି ଯୋଉଠି ଜାହାଜ ଆସି ଯୋଉଠି ଲାଗେ, ବହୁତ ଜାହାଜ ଆସିକି ଗୋଟେ ଜାଗା ଲାଗିବ, ତାକୁ କୁହାଯାଏ ବନ୍ଦର। କଣ ପାଇଁ ନା ସେଠୁ ସବୁ ଜିନିଷ ପତ୍ର ଆସିକି ଆମ ବଜାର ମାନଙ୍କରେ ପହଞ୍ଚେ, ଯାହାକି ଆମେ ମାନେ ସମସ୍ତେ ଚଳୁ, ସେ ଜିନିଷ ପତ୍ର ବ୍ୟବହାର କରୁ। ବୁଝିପାରିଲ? ପାରାଦୀପେ ଆସି ଲାଗଇ ଜାହାଜ ଭେଳା ଭେଳା। ପାରାଦୀପରେ ଗୋଟେ ବନ୍ଦର ଅଛି, ପାରାଦୀପରେ ସେଇ ଜାଗାରେ ଜାହାଜ ମାନେ ଆସିକି ସମସ୍ତେ ଲାଗନ୍ତି। ଯେମିତି ଦେଖିଥିବ ତମର ବସ୍ ଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ, ଘର ପାଖରେ ଥିବ ଅଟୋ ଷ୍ଟାଣ୍ଡ କି ବସ୍ ଷ୍ଟାଣ୍ଡ, ସେମିତି ଜାହାଜ ମାନଙ୍କର ଷ୍ଟାଣ୍ଡ ଅଛି। ସେ ଜାହାଜ ମାନଙ୍କର ଷ୍ଟାଣ୍ଡକୁ କୁହାଯାଏ ବନ୍ଦର। ଯୋଉଠି ରହିବା ସ୍ଥାନକୁ ତାକୁ କୁହାଯାଏ ବନ୍ଦର। ବହୁତ ମେଞ୍ଚା ମେଞ୍ଚା ଜାହାଜ ସବୁ ରହିଥାଏ। ଅଟକି ଗଲୁ କି? କଥା ମୋର ଶୁଣି ଯା ଭାସି। ଅଟକି ଗଲୁ କି? କଥା ମୋର ଶୁଣି ଯା ଭାସି। ଆରେ ମୋ କଥା ଶୁଣିକି ତୁ ଅଟକି ଗଲୁ କି? କାଗଜ ଡଙ୍ଗା, ମୋ କଥା ଶୁଣିକି ତୁ ଅଟକି ଗଲୁ କି? ନା ନା, ମୋ କଥା ନ ଶୁଣିକି ତୁ ନ ଜମା ରହ, ତୁ ଆଗୁଆକୁ ଚାଲ। ସେଇ କଥା ମଧ୍ୟ ଦର୍ଶାଇ ଦେଇଛି। ଅଟକି ଗଲୁ କି? କଥା ମୋର ଶୁଣି ଯା ଭାସି। ମୋ କଥା ଶୁଣିକି ତୁ ଅଟକି ଗଲୁ କି? ନା ନା, ମୋ କଥା ଶୁଣିକି ତୁ ଅଟକନି, ତୁ ଆଗକୁ ଯା। ବିଦାୟ ଦେଉଛି ତୋତେ ମୁହିଁ ଏବେ ହସି ହସି। ଦେଖ ପିଲା, ବୁଝିଲା? ବିଦାୟ ଦେଉଛି ତୋତେ ମୁଁ ହାତ ହଲେଇ ବିଦାୟ ଦେଉଛି, ତୋତେ ମୁଇଁ ବିଦାୟ ଦେଉଛି, ତୋତେ ଏବେ ମୁଇଁ ହସି ହସି ତୋତେ ବିଦାୟ ଦେଉଛି। ଆରେ କାଗଜ ଡଙ୍ଗା, ତୁ ଏଠି ଜମା ରହନି, ତୁ ଆଗକୁ ବଢି ଚାଲ। ବୁଝିଲା? ଯେତେ ପାଣି ଆସୁ, ଯେତେ ଢେଉ ଆସୁ ଏବଂ ଯେତେ ଘଡଘଡି ମାରୁ, ଯେତେ ପବନ ମଧ୍ୟ ବହୁ, ତୁ ଜମା କୋଉଠି ରହନି, ତୁ ଆଗକୁ ଚାଲ। ଏଇ ହାତେ ତୋତେ ଗଢିଛି ମୁଁ କେତେ ଭରସାରେ। ତୋତେ ମୁଁ ଏଇ ହାତରେ ଗଢିଛି, ବହୁତ ଯତ୍ନର ସହକାରେ ତୋତେ ମୁଁ ଗଢିଛି। ଯେମିତି ପିଲାମାନେ, ତୁମେ ମାନେ ଯେମିତି ଯତ୍ନର ସହକାରେ ପାଠ ପଢୁଛ, ସେମିତି କବି ନିଜ ହାତରେ ଏଇ କାଗଜ ଡଙ୍ଗାଟିକୁ ବହୁତ
ଯତ୍ନର ସହକାରେ ତିଆରି କରିଛନ୍ତି। ଖେଳିଛି ତୋ ସାଥେ ଏହିପରି କେତେ ବରଷାରେ। ଏହିପରି କେତେ ବରଷାରେ। ଖେଳିଛି ତୋ ସାଥେ ଏହିପରି କେତେ ବରଷାରେ। ତୋ ସହ ଏମିତି କେତେ ଯେ ବର୍ଷାରେ ମୁଁ ଖେଳିଛି ତାହାର ହିସାବ ନାହିଁ। ତୁ ଛୋଟିଆ ଡଙ୍ଗାଟି ହେଲେ ମଧ୍ୟ ତୋ ସହ ମୁଁ ବହୁତ ଖେଳିଛି, ତୋତେ ମୁଁ ବହୁତ ଭଲ ପାଉଛି। ବୁଝିପାରିଲ? ଖେଳିଛି ତୋ ସାଥେ ମୁଁ ବହୁତ ଖେଳିଛି। ଯେମିତି ଆମେ କ୍ରିକେଟ ଖେଳୁଛୁ, ଫୁଟବଲ ଖେଳୁଛୁ, ବାସ୍କେଟବଲ ଖେଳୁଛୁ, ବିଭିନ୍ନ ପ୍ରକାର ଖେଳ ଅଛି, ସେମିତି କାଗଜ ଡଙ୍ଗା ସହ କବି ମଧ୍ୟ ବହୁତ ତାକୁ ଯତ୍ନର ସହକାରେ ତିଆରି କରିଛନ୍ତି। ଭାସି ଯା ମୋର କାଗଜ ଡଙ୍ଗା ଭାସି ଯା। ଭାସି ଯା ମୋର କାଗଜ ଡଙ୍ଗା ଭାସି ଯା। ଭାସି ଯା। ବାଟ ଯାକ କେତେ ନୂଆ ନୂଆ ସାଥୀ ଭେଟୁଥା। ତୁ ଭାସି ଭାସି ଯାଉଥା ଏବଂ ବାଟ ଯାକରେ ବହୁତ ଲୋକଙ୍କୁ ଦେଖୁଥା ଏବଂ ତୋ ସାଙ୍ଗସାଥି ମଧ୍ୟ କରିକି ଯାଉଥା। ବୁଝିପାରିଲେ ପିଲା? ବହୁତ ସରଳ ଭାବରେ ଏଠି କବି ବୁଝେଇଛନ୍ତି। ୟାକୁ ମନ ଲଗେଇ ପାଠ ପଢ, ୟାକୁ ବୁଝିବାକୁ ଚେଷ୍ଟା କର। ବୁଝିବାକୁ ଚେଷ୍ଟା କଲେ ପ୍ରତ୍ୟେକ ଜିନିଷ ସରଳ ହେଇଯିବ। ବୁଝିପାରିଲେ ତ? ୟାକୁ ମନ ଲଗେଇ ଘରେ ଥରେ ପାଠ ନହବ, ଦ୍ୱିତୀୟ ଥର ପାଠ ନହବ, ତୃତୀୟ ଥର ପାଠ ନହବ, ଚତୁର୍ଥ ଥର ପାଠ ପଢ। 4-5 ଥର ପାଠ ପଢିଲେ ମନ ହିଁ ନିହାତି ଭାବରେ ରହିଯିବ ଏଇ ପାଠ ବିଷୟରେ। ବୁଝିଲା? ୟାକୁ ମନ ଲଗେଇ ପାଠ ପଢିବ।